ମୁଁ ସ୍ମିତା ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି ଲର୍ନ ଇନ୍ ପାଇପଲାଇନ ଚ୍ୟାନେଲକୁ। ଏହି ଚ୍ୟାନେଲରେ ଆମେ ପାଞ୍ଚ ଧାଡିରେ ମହାପୁରୁଷଙ୍କ ଜୀବନୀ ବିଷୟରେ ଜାଣନ୍ତି। ଯେତେବେଳେ ପାଞ୍ଚ ଧାଡିରେ ଜାଣନ୍ତି ଅଧିକା ଜାଣିବାକୁ ଇଚ୍ଛା ହୁଏ। ଯଦି ଅଧିକା ଜାଣିବାକୁ ଇଚ୍ଛା ଅଛି କମେଣ୍ଟରେ ଜଣେଇବେ। ଆମେ କଣ କରିବା ନା 10 ଧାଡି 15 ଧାଡି ବା ଲମ୍ବା ଏସେ ମହାପୁରୁଷଙ୍କ ବିଷୟରେ ନେଇକି ଆସିବା। ତାହେଲେ ଆଜିର ଭିଡିଓରେ ଆମେ ଜାଣିବା ଆଉ ଜଣେ ମହାପୁରୁଷଙ୍କ ଜୀବନୀ ମାତ୍ର 5 ଧାଡିରେ। ଆଜିର ଭିଡିଓରେ ଡିସ୍କସ୍ କରିବା ସୁନ୍ଦର ପାହାଡ଼ିଆ ସ୍ଥାନ ବା ହିଲ୍ ଷ୍ଟେସନ ବିଷୟରେ। ଓଡ଼ିଶାରେ ଅନେକ ସୁନ୍ଦର ପାହାଡ଼ିଆ ସ୍ଥାନ ବା ହିଲ୍ ଷ୍ଟେସନ ରହିଛି। ତନ୍ମଧ୍ୟରୁ ପାଞ୍ଚଟି ବିଷୟରେ କଥା ହେବା। ପ୍ରଥମତଃ କୋରାପୁଟ। ଏହା ଏକ ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ସହର ଯେଉଁଠାରେ ଦେଓମାଳି ପର୍ବତ ଶିଖର ଓଡ଼ିଶାର ସବୁଠାରୁ ଉଚ୍ଚତମ ସ୍ଥାନ ଭାବରେ ଜଣାଶୁଣା। ଦ୍ୱିତୀୟତଃ ଟେନ୍ସା। ସୁନ୍ଦରଗଡ଼ ଜିଲ୍ଲାରେ ଅବସ୍ଥିତ ଏହି ସ୍ଥାନଟି ଏହାର ଥଣ୍ଡା ଜଳବାୟୁ ଏବଂ ଘଞ୍ଚ ସବୁଜ ପାହାଡ଼ ପାଇଁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରେ। ତୃତୀୟ ମହେନ୍ଦ୍ରଗିରି। ଗଜପତି ଜିଲ୍ଲାରେ ଥିବା ଏହି ପାହାଡ଼ ଏକ ଐତିହାସିକ ଏବଂ ପୌରାଣିକ ଗୁରୁତ୍ୱ ରଖିଥିବା ସୁନ୍ଦର ସ୍ଥାନ। ମାଲ୍ୟବନ୍ତ ପାହାଡ଼। ଏହା ମାଲକାନଗିରି ଜିଲ୍ଲାରେ ଅବସ୍ଥିତ ଏକ ପ୍ରକୃତିର ଅପୂର୍ବ ଶୋଭାରେ ଭରପୁର। ନୃସିଂହନାଥ ଓ ହରିଶଙ୍କର। ଗନ୍ଧମାର୍ଦ୍ଦନ ପର୍ବତ ଶ୍ରେଣୀରେ ଅବସ୍ଥିତ ଏହି ସ୍ଥାନଗୁଡ଼ିକ ଉଭୟ ପ୍ରାକୃତିକ ସୌନ୍ଦର୍ଯ୍ୟ ଏବଂ ଆଧ୍ୟାତ୍ମିକତା ପାଇଁ ପ୍ରସିଦ୍ଧ। ଭିଡ଼ିଓଟି କେମିତି ଲାଗିଲା ମୋତେ କମେଣ୍ଟ କରିକି ଜଣାଇବ। ଯଦି କିଛି କ୍ୱେଶ୍ଚିନ୍ସ ଅଛି ଡାଉଟ୍ ଅଛି କମେଣ୍ଟରେ ଲିଖିଦେବ ଆନ୍ସର କରିବା। ଯଦି ଭଲ ଲାଗିଲା ତାହେଲେ ଭିଡ଼ିଓକୁ ଅନ୍ୟମାନଙ୍କ ସହିତ ସେୟାର କର, ଚ୍ୟାନେଲକୁ ସବସ୍କ୍ରାଇବ କରି ବେଲ୍ ଆଇକନ୍ ପ୍ରେସ୍ କରି ଅଲ୍ ନୋଟିଫିକେସନକୁ ଅନ୍ ରଖିଥା। ତାହେଲେ ରହୁଛି ଦେଖା ହେବା ଭିଡ଼ିଓରେ। ନମସ୍କାର।